ଯେଉଁମାନଙ୍କୁ ତୁମେ ବହୁତ ଭଲ ପାଅ, ମୁଁ ତୁମଠାରୁ ସେମାନଙ୍କୁ ଦୂରେଇ ଦେବି ନାହିଁ। କିନ୍ତୁ ଯଦି କେବେ ଜୀବନରେ ଏପରି ଏକ ପର୍ଯ୍ୟାୟ ଆସେ ଯେଉଁଠାରେ ତୁମକୁ ତୁମର କୌଣସି ବି ନିକଟବର୍ତ୍ତୀ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ, ତେବେ ଭୟଭୀତ ହେବ ନାହିଁ। କାରଣ ତୁମ ଜୀବନରେ ଯିଏ କେହି ବି ଆସେ କିମ୍ବା ଯାଏ, ସେ ସବୁ ମୋ ଇଚ୍ଛା ଅନୁଯାୟୀ ହୋଇଥାଏ ଏବଂ ଏହା କେବଳ ତୁମର ମଙ୍ଗଳ ପାଇଁ ହୋଇଥାଏ। ମୁଁ ତୁମ ଜୀବନ ପାଇଁ ବହୁତ କିଛି ଯୋଜନା କରିଛି ଏବଂ ବର୍ତ୍ତମାନ ସବୁକିଛି ବଦଳିଯିବ। ସର୍ବଦା ନିଜେ ନିଜକୁ ଶାନ୍ତ ରଖ, କାରଣ କ୍ରୋଧ ତୁମ ପାଇଁ ଭଲ ନୁହେଁ। ରାଗରେ ନିଆଯାଇଥିବା କୌଣସି ନିଷ୍ପତ୍ତି ଭୁଲ ହୋଇପାରେ ଏବଂ ରାଗରେ କୁହାଯାଇଥିବା ଶବ୍ଦ ମଧ୍ୟ କାହାକୁ ଆଘାତ ଦେଇପାରେ ବା କାହାର ମନକୁ ଦୁଃଖ ପହଞ୍ଚାଇଥାଏ। ତେଣୁ ସର୍ବଦା ଭାବିଚିନ୍ତି କଥା କୁହ। ମୋର କିଛି ଝିଅ ଦୀର୍ଘ ସମୟ ଧରି ସେମାନଙ୍କ ଘରେ ନା କୁଆଁ କୁଆଁ ଶବ୍ଦ ଶୁଣିବା ପାଇଁ ଅପେକ୍ଷା କରି ରହିଛନ୍ତି। ତେଣୁ ଏବେ ସେହି ସମୟ ଆସିଯାଇଛି କି ତୁମ ଘରକୁ ଏକ ନୂଆ ଛୋଟ ଅତିଥି ଆସିବ। ଏହା ଫଳରେ ତୁମ ଘରେ ଖୁସିର ଲହରୀ ଖେଳିଯିବ। ମୋ ଆଶୀର୍ବାଦ ତୁମ ସହିତ ଅଛି। ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ଦୀର୍ଘାୟୁ ଭବ। ଓମ୍ ସାଇ ରାମ, ଜୟ ସାଇ ରାମ।